ଗୋଦାବରୀଶ ମହାପାତ୍ରଙ୍କ ବହୁଚର୍ଚ୍ଚିତ ଗଳ୍ପ ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ। ଓଡ଼ିଶାର ଖୁବ୍ କମ୍ ଲୋକ ଯେଉଁ ଗାଁ ଖଣ୍ଡିକୁ ଜାଣିଛନ୍ତି ସେହି ଗାଁଟା ନାଁ ହେଉଛି ଶିଆଳି। ଶିଆଳି ଗାଁକୁ ବେଶୀ ଲୋକ ଜାଣିବାର କିଛି କାରଣ ନାହିଁ। ସେ ଗାଁ ଭିତରେ ପକ୍କା ଘର ନାହିଁ, ସେ ଗାଁକୁ ଭଲ ବାଟ ନାହିଁ, ସେ ଗାଁର ଲୋକେ ମଧ୍ୟ ପାଠ ପଢ଼ି ନାହାନ୍ତି। ଗୋବର ଗାଡ଼ିଆରେ କଇଁ ଫୁଟିଲା ପରି ଗୋପାଳ ଯେ କିପରି ସେଠାରେ ଫୁଟିଲା ତାହା ହେଉଛି ଓଡ଼ିଶାର ନାନା ଆଶ୍ଚର୍ଯ୍ୟଜନକ ଘଟଣା ଭିତରୁ ଗୋଟିଏ। ଓଡ଼ିଶା ମୁଲକରେ ଶିଆଳି ବୋଲି ଗୋଟିଏ ଗାଁ ଅଛି, ଆଉ ସେଇ ଗାଁରେ ତା'ର ଘର ବୋଲି ଗୋପାଳ କେବେ ଭୁଲରେ ସୁଦ୍ଧା କାହା ଆଗେ ନିଜର ପରିଚୟ ଦିଏ ନାହିଁ। ଗାଁ ନାଁ ପଚାରିଲେ ସେ ଗୋଟାଏ ଚାଲାକି କରି ଥାନାର ନାଁଟା କହିଦିଏ। କଥାଟା ସେଥିରେ ପ୍ରାୟ ଘୋଡ଼େଇ ହୋଇଯାଏ। ଶିଆଳିର ଲୋକେ ମୁଣ୍ଡ ଝାଳ ତୁଣ୍ଡେ ମାରି ପେଟ ପୋଷନ୍ତି। କିଏ ମୂଲ ଲାଗେ, କିଏ ପନିପରିବା ବିକେ ବା ପାଇଟି ନ ପାଇଲେ ଭିକ ମାଗି ଚଳେ। ଏଗୁଡ଼ାକ ସମାଜର ନିତ୍ୟାନ୍ତ ତଳ ଶ୍ରେଣୀ ଲୋକଙ୍କ କାର୍ଯ୍ୟ। ଗୋପାଳ ଏ କଥା ପାଠ ପଢ଼ି ବୁଝିଛି। ତେଣୁ ସେ କଟକର ପକ୍କା ଘର ଭିତରେ ଏଗୁଡ଼ାକୁ ଆତ୍ମୀୟ ଦୃଷ୍ଟିରେ ବା ଶ୍ରଦ୍ଧା ଚକ୍ଷୁରେ ଦେଖେ ନାହିଁ। ଏ କଥା କଳ୍ପନା କଲେ ତା'ର ଲୋମ ଟାଙ୍କୁରି ଉଠେ। ଭାବେ ଶିଆଳି ଗାଁଟା ଯେବେ ସମତଳ ଅଞ୍ଚଳରେ ତ ସେ ଆସି ବସିଛି ଗୌରୀଶଙ୍କର ଶୃଙ୍ଗରେ। ତା'ର ପାଠଠାରୁ ଗାଁ ଲୋକଙ୍କ ସ୍ଥାନ କେତେ ତଫାତ୍। ପିଲାଦିନର ଅନେକ କଥା ପକ୍କା ଘର ଭିତରେ ଗୋପାଳର ମନେ ପଡ଼େ। ମାତ୍ର ଗୋଟିଏ କଥାକୁ ସେ କେବେ ହେଲେ ମନରୁ ପାସରି ପାରେ ନାହିଁ। ସେ ନିତାନ୍ତ ଛୋଟ ଥିଲାବେଳେ ତା'ର ବାପା ଜଣେ ତହସିଲଦାରଙ୍କ ପିଆଦା ଥିଲେ। କାଠି ବିକା ବ୍ୟବସାୟ ଛାଡ଼ି ସେ ପିଲାକୁ ଧରି ତହସିଲଦାରଙ୍କୁ ଗୋଟିଏ ବର ମାଗିଥିଲେ। 5 ବର୍ଷ ପରେ ବଦଳି ହେବା ସମୟରେ ତହସିଲଦାର ବାବୁ ଅନୁରକ୍ତ ଭୃତ୍ୟ ପ୍ରତି ବଡ଼ ଶୁଭଦୃଷ୍ଟି ପକାଇଲେ। ତାହାରି ଫଳରେ ଗୋପାଳ କଟକ କଲେଜ ପର୍ଯ୍ୟନ୍ତ ଯାଇପାରିଛି। ଏବେ ତହସିଲଦାର ନାହାନ୍ତି କି ତା'ର ବାପା ନାହାନ୍ତି। ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଉତ୍କଳମଣିଙ୍କ କରୁଣ ଆହ୍ୱାନରେ ଓଡ଼ିଶା ବୁକୁର କଠୋର ପଥର ଖଣ୍ଡ ସୁଦ୍ଧା ତରଳି ଯାଉଥିଲା। ମହାନଦୀର କରାଳ ବନ୍ୟାରେ ଶହ ଶହ ଲୋକ ଭାସିଗଲେ, ହଜାର ହଜାର ଘର ଭାଜିଗଲା। ବିଲ ଉପରେ 7 ଫୁଟ ପାଣି ଠିଆ ହେଲା। ଗଛ ଉପରେ ମଣିଷ ଆଶ୍ରୟ ନେଲେ। ସ୍ଥଳ ନ ପାଇ ଚାଳ ଉପରେ ମା ସନ୍ତାନ ପ୍ରସବ କଲା। ଛାଡ଼ି ନ ପାରି ପିତା ପୁତ୍ରର ଶବକୁ ଜାକି ଧରି ଗଛରେ ଲାଖି ରହିଲା। ଏସବୁ କାହାଣୀ ଶୁଣି ପଥର ତରଳିବା ଅସମ୍ଭବ କ'ଣ? ଉତ୍କଳମଣିଙ୍କର ଏ ଡାକ ସମସ୍ତଙ୍କ କାନରେ ବାଜିଲା। କଲେଜ ଭିତରେ ଏକ କୋଠରୀରେ ଗୋପାଳ ମଧ୍ୟ ଏ କଥା ଶୁଣିଲା। ଦଳ ଦଳ ଛାତ୍ର ବନ୍ୟାରେ ଲମ୍ଫ ଦେବାକୁ ବାହାରିଲେ। ବନ୍ୟାର ଏ ଅତ୍ୟାଚାରରେ କେତେ ଯୁବକ ପ୍ରାଣରୁ ଏପରି ତପ୍ତଶ୍ୱାସ ଉଠିଲା। ସେ କଲେଜ ଭିତ୍ତି ପର୍ଯ୍ୟନ୍ତ ଥରିଗଲା। ଓଡ଼ିଶା ଯେବେ ଗଲା କାହା ଘେନି କଲେଜ? ଗୋପାଳ ତ ସେଦିନ ଭାତ ଥାଳି ପାଖେ ବସିଲା ନାହିଁ। ରାତିରେ ଶେଯରେ ଶୋଇପାରିଲା ନାହିଁ ମଧ୍ୟ। ସନ୍ଧ୍ୟାବେଳକୁ ସେ ଚୌକି ଉପରେ ବସି ଚିନ୍ତା କଲା। ତା'ର ଚିନ୍ତା ଭିତରେ ଗୋଟାଏ ଅତୀତ ଜୀର୍ଣ୍ଣ ଜଗତର ନିତାନ୍ତ ଅସ୍ପଷ୍ଟ ଛାୟା ଦେଖାଗଲା। କି ଦିନହୀନ ବେଶ ସେହି ଜଗତର। ଗାଁ ଗହଳର କୋଳାହଳ ଭିତରେ ଗୋଟିକର ମୁହଁରେ ହେଲେ ହସ ନାହିଁ। ବିଲରେ ପାଣି, ଘରେ ପାଣି, ପ୍ରତି ଆଖିରେ ପାଣି। ବିଲ ପଡ଼ିଆରେ କୂଳଥଳ ମିଳୁନାହିଁ। ହୃଦୟରେ ଭାବନାର କୂଳଥଳ ମିଳୁନାହିଁ। ଏ ପ୍ରାଚୀନ ଜାତିଟାର ଶକ୍ତିଶାଳୀ ବଂଶଧରଗଣ ଶକ୍ତି ହରାଇ କୁଆଡ଼େ ଭାସି ଯାଉଛନ୍ତି ତାହା କଳ୍ପନା କରି ହେଉନାହିଁ। ସବୁଆଡ଼େ ହାହାକାର, ସବୁଆଡ଼େ ଚିତ୍କାର। ସେହି ଭିତରେ ଗୋପାଳ ଦେଖିପାରିଲା ତା'ର ସେହି ପୂର୍ବ ପରିଚିତ ଶିଆଳି ଗାଁର ଚିତ୍ର। ସେ ଗାଁର ଲୋକେ ଭାସି ଯାଇଛନ୍ତି। ଗାଁର ପୂର୍ବପଟ ସେହି ଭଗବତ ଘରଟା ଆଉ ନାହିଁ। ଗ୍ରାମ ଦେବତୀ ବୋଉତେଇଙ୍କ ମଣ୍ଡପର ପଥର ଖୁଣ୍ଟ କେବଳ ପାଣି ଉପରକୁ ଦେଖାଯାଉଛି। ଗାଁର ଯେଉଁ ଉଚ୍ଚ ମଶାଣି ଭୂଇଁ ଖଣ୍ଡକ ସମସ୍ତଙ୍କର ଆଶ୍ରୟସ୍ଥଳ, ସେଠାରେ ବଡ଼ ବରଗଛକୁ କିଏ ଆଶ୍ରୟ ଦେଇପାରି ନାହିଁ। ତା'ର ବୁକୁ ଦାଉଁ ଦାଉଁ ଉଠିଲା। କେବେ ତ ସେ ପକ୍କା ଘରେ ବସି ଶିଆଳି କଥା ଭାବି ନାହିଁ। ଏତେ ଦିନ ସେହି ସ୍ମୃତି କାହିଁକି ଜାଗିଲା? ସେ ତତ୍ତ୍ୱ ସେ ଖୋଜିବାକୁ ଚେଷ୍ଟା କଲା ନାହିଁ। ସେ କେବଳ ଆଖି ଆଗରେ କେତେଗୁଡ଼ିଏ ବିଭଙ୍ଗ ଚିତ୍ର ଦେଖିଲା। ବେଳେବେଳେ ଚମକିଲା ପରି ଚୌକିରେ ସିଧା ହୋଇ ବସି ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା। କଇଁ ଫୁଲ ପରି ଧଳା ଶେଯଟାରେ ସେ ବହୁବାର ଏ ପାଖ ସେ ପାଖ କଡ଼ ଲେଉଟାଇଲା। ଆଖି ଫିଟାଇ ରଖି ଯାହା ଚିନ୍ତା କଲା, ଆଖି ମୁଦି ରହି ସେହି କଥା ମଧ୍ୟ ଭାବିଲା। ଗୋଟାଏ କ୍ଷୁଦ୍ର ପଲ୍ଲୀର ହତଭାଗାଙ୍କ ଚିତ୍କାର ତା'ର ପ୍ରାଣକୁ ବେଳେବେଳେ ଚମକାଇ ଦେଲା। ବରଫ ଶୁଭ୍ର କାନ୍ଥ ଦେହରେ ସେ ପ୍ରେତଛାୟା ଦେଖିପାରିଲା।
କିଏ କହିଲା ଗୋପାଳ ଗୋପାଳ ଗୋପାଳ, କିଏ କହିଲା ବାବୁରେ, କିଏ କହିଲା ଧନରେ, କିଏ କହିଲା ଗୋପାଳ ବାବୁ। ଗୋପାଳ ଆଉ ଶୋଇବ କ'ଣ? ଦିନେ ସ୍ୱେଚ୍ଛାସେବକ ଦଳ ବନ୍ୟା ଅଞ୍ଚଳରେ କାମ କରିବା ପାଇଁ ଯେତେବେଳେ ବାହାରିଲେ, ଗୋପାଳ ମଧ୍ୟ ସେମାନଙ୍କ ସଙ୍ଗେ ବାହାରିଲା। ବାହାରିବା ଆଗରୁ ସ୍ୱେଚ୍ଛାସେବକମାନଙ୍କୁ ବହୁତ ଆୟୋଜନ କରିବାକୁ ହେଲା। କେତେ ଦିନ ପାଇଁ ଲୁଗାପଟା ଓ ଖାଦ୍ୟପେୟର ବ୍ୟବସ୍ଥା ହେଲା। କଲେଜ ଭିତରୁ ଗାଁ ଭିତରକୁ ଯିବା ଅନ୍ୟ ସ୍ୱେଚ୍ଛାସେବକଙ୍କ ପକ୍ଷରେ ଯାହା ହେଉନା କାହିଁକି, ଗୋପାଳ ପକ୍ଷରେ ଗୋଟାଏ ନୂତନ କଥା। କଲେଜରୁ ଗାଁ ତ କମ୍ ତଫାତ୍ ନୁହେଁ। କେତେଦିନ ରହିବାକୁ ହେବ କିଏ ଜାଣେ। ସେଥିପାଇଁ 10 ଖଣ୍ଡ ଅଧିକା ଲୁଗା ନହେଲେ ନ ଚଳେ। ଯେଉଁଠାରେ ଲୋକେ ଖାଇବାକୁ ପାଉନାହାନ୍ତି ସେଠାରେ ପ୍ରତିଦିନ ଜଳଖିଆ ବା ମିଳିବ କୁଆଡ଼ୁ। ତେଣୁ ଇସ୍ତ୍ରୀ ଦିଆ ଲୁଗା ଗଛା ସହିତ କମଳା, ଅଙ୍ଗୁର, ଖଜୁରୀ, ଚିନି, ଅଟା, ଷ୍ଟୋଭ୍ ପର୍ଯ୍ୟନ୍ତ ବ୍ୟବସ୍ଥା ଗୋପାଳ ଅନ୍ୟମନସ୍କ ଭାବରେ କରି ପକାଇଲା। ବନ୍ୟା ସ୍ରୋତ ପଛେ ପଛେ ସ୍ୱେଚ୍ଛାସେବକ ସ୍ରୋତ ଗାଁ ଗହଳକୁ ଚାଲିଲେ। ଦିଗନ୍ତ ବିସ୍ତୃତ ବିଲ ପଡ଼ିଆ, ସେ ଭିତରେ ମଫସଲର ଚିହ୍ନା ସୁଦ୍ଧା ନାହିଁ। ବନ୍ୟାର କରାଳ ଜିହ୍ୱା ସବୁ ଶେଷ କରି ଦେଇଛି। ଦୂରରୁ ଦେଖିଲେ ଠାଏ ଠାଏ ଗଛ ଗହଳରେ କେତେଟା ଘର ଦେଖାଯାଉଛି। ତାହାରି ଭିତରେ ହତଭାଗା ଚାଷୀ ଭାଇଙ୍କର ସଂସାର। ସେ ଭିତରକୁ ଯିବାକୁ ହେଲେ କାଦୁଅ ପାଣି, କଣ୍ଟା, ଖୁଞ୍ଚା, ଅମଡ଼ା ରାସ୍ତା ସବୁ ଭେଟିବାକୁ ପଡ଼ିବ। ସେ ଭିତରର ଜୀବଙ୍କ ସେବା କରିବାକୁ ହେଲେ ନିଜକୁ ମଶା, ମ୍ୟାଲେରିଆ, ଜ୍ୱର, ମହାମାରୀ, ବସନ୍ତର ସମ୍ମୁଖୀନ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ। କଟକ ବ୍ରହ୍ମପୁର ରାଜରାସ୍ତା ସେଠାରେ ନାହିଁ କି ପୁରୀର ବଡ଼ଦାଣ୍ଡ ସେଠାରେ ନାହିଁ। ତେଣୁ କଟକ କୋଠରୀଠାରୁ ଯେ ଏହା ବହୁତ ଦୂରରେ ତାହା ଗୋପାଳ ବୁଝିବାକୁ ବାକି ରହିଲା ନାହିଁ। କଟକ ଛାଡ଼ିଗଲା ବେଳେ ଗୋପାଳର ମନ ଯେପରି ଥିଲା ବନ୍ୟା ଅଞ୍ଚଳର ମାଧପୁର କେନ୍ଦ୍ରକୁ ଆସିଲା ବେଳକୁ ତହିଁର ଘର ପରିବର୍ତ୍ତନ ଘଟିଯାଇଛି। 3 ଦିନର ରାସ୍ତା ତାକୁ ଲାଗିଛି ଠିକ୍ 3 ବର୍ଷ ପରି। ଚାଲି ଆସିବାରେ ତାର 4ଟା ଇସ୍ତ୍ରୀ ଦିଆ ଧୋତି କାଦୁଅ ଛିଟିକି ନଷ୍ଟ ହୋଇଯାଇଛି। ସାଙ୍ଗରେ ବହିଥିବା ସୁରେଇର ଛଣା ପାଣି ସରିଯିବା ଫଳରେ ବାଟର ଭଲ ପାଣି ଟୋପାଏ ପିଇବାକୁ ମିଳିନାହିଁ। ଜୋତା ଲଗାଇବାର ଆଦୌ ସୁବିଧା ଘଟିନାହିଁ। ତେଣୁ ଅନଭ୍ୟସ୍ତ ଗୋଡ଼ରେ 2ଟା କଣ୍ଟା ଗଳିଛି ଓ ଗୋଟାଏ ଗେଣ୍ଡା କାଟିଛି। ଆଣିଥିବା ଜଳଖିଆ ଅଧାରୁ ବେଶୀ ଶେଷ ପାଇଛି। ଏପରି କ୍ଷେତ୍ରରେ ତାର ମନ ଖୁବ୍ ବିଗିଡ଼ି ଯାଇଛି। ଚାଉଳ ଦିଆ କେନ୍ଦ୍ର କେବଳ ସେଠାରେ ଜନ ସମୁଦ୍ର। ଦରିଦ୍ର ନିଃସହାୟ ପଲ୍ଲୀବାସୀ ପ୍ରାଣପ୍ରିୟ ପିଲା କୁଟୁମ୍ବ ଧରି ମୁଠାଏ ମୁଠାଏ ଚାଉଳ ପାଇଁ ସେଠାରେ ଜମା ହୋଇଛନ୍ତି। ମୁଠାଏ ପାଇଲେ ପୁଅଠାରୁ ବାପ, ଭାଇଠାରୁ ଭାଇ ଭିଡ଼ ଅଟାରି ଗିଳି ପକାଇବାରେ କୁଣ୍ଠାବୋଧ କରୁନାହାନ୍ତି। ସେଠାରେ ଗୋପାଳର କର୍ତ୍ତବ୍ୟ। ସେ ଗୋଟାଏ ଦୀର୍ଘଶ୍ୱାସ ପକାଇଲା। ତାପରେ ଧୀରେ ଧୀରେ ରୁମାଲରେ ମୁହଁ ପୋଛି ତାର ଇସ୍ତ୍ରୀ ଦିଆ ଲୁଗା କାହା ଦେହକୁ ନ ଲାଗିବା ପରି ବଡ଼ ସାବଧାନରେ ଠିଆ ହେଲା। କିନ୍ତୁ ଚାରିଆଡ଼େ ତ କଙ୍କାଳ, ଚାରିଆଡ଼େ ତ ଦରିଦ୍ର। ସେ କାହାକୁ କରଛଡ଼ା ହୋଇ ରହିବ। ଦିନେ 2 ଦିନ ଗଲା। ସେ ମୁଠି ଚାଉଳ ଦେବାରେ ଅଭ୍ୟସ୍ତ ହେଲେ ମଧ୍ୟ ଲୋକଙ୍କ ବ୍ୟବହାରରେ ନିତାନ୍ତ ଉତ୍ତ୍ୟକ୍ତ ହୋଇ ଉଠିଲେ। କିଏ ପାଖକୁ ମାଡ଼ି ଆସୁଛି, କିଏ ଉପରେ ପଡ଼ୁଛି, କିଏ କୁଞ୍ଚକାନି ଧରି ଭିଡ଼ୁଛି, କିଏ ହାତ ଧରି ଟାଣୁଛି। ପ୍ରତି ମୁହୂର୍ତ୍ତରେ ତାକୁ ବ୍ୟତିବ୍ୟସ୍ତ ହେବାକୁ ପଡ଼ିଛି। ମନ ନିତାନ୍ତ ତିକ୍ତ ହୋଇ ଉଠିଛି। କେଡ଼େ ବୋକା ଲୋକଗୁଡ଼ାକ, ଭଦ୍ରାମି ଜାଣନ୍ତି ନାହିଁ। ଖାଇବାକୁ ନାହିଁ ବୋଲି ଭଦ୍ରଲୋକର ଲୁଗା ଭିଡ଼ିବେ। ଛି! ଖାଲି ଯେ ଗୋପାଳର ଏ କଥା ମନରେ ଭାବିଲା ତା ନୁହେଁ, କାର୍ଯ୍ୟରେ ମଧ୍ୟ ଦେଖାଇଲା। ବିରକ୍ତ ହେଲା, ନାକ ଟେକିଲା, ହାତ ଛିଞ୍ଚାଡ଼ିଲା, ଫୋପାଡ଼ିଲା ପରି ଚାଉଳ ଦେଲା। ଦରିଦ୍ର ପଲ୍ଲୀବାସୀ ତଥାପି ଶିଖି ପାରିଲେ ନାହିଁ। ଏଇ ହେଉଛି ଗୋପାଳ ମନରେ କଷ୍ଟ। ଗୋପାଳଠାରୁ ସମସ୍ତେ ଚାଉଳ ନିଅନ୍ତି, କିନ୍ତୁ ଗୋପାଳ ଦେଖେ ଅର୍ଗଳି ପାଖେ ଗୋଟାଏ ବୁଢ଼ା କେବଳ ଠିଆ ହୋଇ ଫେରିଯାଏ। ସେ ପାଖକୁ ଆସି ମାଗେ ନାହିଁ କି ମାଗିବା ପାଇଁ କାହାକୁ କହେ ନାହିଁ। ଗୋପାଳ ତାକୁ ଦେବ ବୋଲି ବିଚାରେ, ମାତ୍ର ଗହଳି ପାରି ହୋଇଯାଇ ଦେଇପାରେ ନାହିଁ। ଦିନେ 2 ଦିନ 4 ଦିନ ଗଲା। ବୃଦ୍ଧର ସେହି କରୁଣ ଦୃଷ୍ଟି ଗୋପାଳ ଭୁଲି ପାରିଲା ନାହିଁ। କେବଳ ପରିଚିତ ମୁହଁ ପରି ତାକୁ ଜଣାପଡ଼ିଲା। ଦିନେ ଆଗରୁ ଲୋକ ଆଡ଼େଇ ଆଡ଼େଇ ସେ ଯାଇ ବୃଦ୍ଧ ପାଖରେ ପହଞ୍ଚିଲା। ପଚାରିଲା, ନେଲନି? ବୃଦ୍ଧ ମୁଣ୍ଡ ହଲାଇ କହିଲା, ହଁ। ତେବେ ଠିଆ ହୋଇଛ? ବୃଦ୍ଧ ତାର ଶୁଖିଲା ଧଳା ଛେପ ଲାଗିଥିବା ଓଠକୁ ଶୁଖିଲା ଜିଭରେ ଚାଟି ଥରେ 2 ଥର ପାଟି ବୁଲାଇଲା। ତାପରେ ଗୋପାଳ ମୁହଁକୁ ଥୁ ଥୁ କରି 2 ଲଣ୍ଡା ଛେପ ପକାଇ ଆଖି ତରାଟି ଚାହିଁ ରହିଲା। ଖୁବ୍ ଚହଳ ତ ପଡ଼ିଗଲା। ଗୋପାଳର ମୁହଁ କଳା ପଡ଼ିଗଲା। ସମସ୍ତେ କହିଲେ, ଶିଆଳିର ସାନ୍ତରା କ'ଣ କଲେ? ଗୋପାଳ ସେ ରାତି ରାତି ରାଗ, ଅପମାନ, ବିରକ୍ତିରେ କଟକ କୋଠରୀ ଅଭିମୁଖେ ଯାତ୍ରା କଲା। ତାର 4 ଦିନ ପରେ କଟକରେ ଉତ୍କଳମଣି
ସାଧାରଣ ସଭାରେ କାନ୍ଦି କାନ୍ଦି ହାତ ପ୍ରସାରି ମାଗିଲେ, କାହାର ଛିଣ୍ଡା ଲୁଗା ଅଛି ତାହା ମଧ୍ୟ ଦେଲେ ଦରିଦ୍ରର ସେବାରେ ଲାଗିବ। ଦରିଦ୍ରର ସେବା? ଛିଣ୍ଡା ଲୁଗା? ଗଭୀର ବିରକ୍ତିରେ ମୁଣ୍ଡ ପୋତି ବସି ରହି କଲେଜ ଘରେ ଗୋପାଳ ଚମକିଲା। ନିଜର ଲୁଗାକୁ ଚାହିଁଲା, ଦେଖିଲା ଖଣ୍ଡିଏ ସୁଦ୍ଧା ଚିରା ଲୁଗା ନାହିଁ। ପୁଣି ମୁଣ୍ଡ ପୋତିଲା, ପୁଣି ଟେକିଲା। ସେ ଭଦ୍ରାମୀ ଜାଣେ ନାହିଁ, ତାର ପୁଣି ସେବା କରିବାକୁ ହେବ। ଗୋପାଳ ଏଥିରେ ତତ୍ତ୍ୱ ଖୋଜି ପାଇଲା ନାହିଁ। ଛିଣ୍ଡା ଲୁଗା, ପୁରୁଣା ଲୁଗା କାହା ପାଇଁ? ଗୋପାଳ ମୁଣ୍ଡ ଟେକି ନିଜର ଲୁଗାକୁ ପୁଣି ଚାହିଁଲା। ସଫା ଆଖି ମେଲା କରି ଦେଖିଲା, ସେଇ ଲୁଗାରେ ସେଇ ଅର୍ଗଳି ପାଖ ବୃଦ୍ଧର ଛବି। ଆଖି ମଳିଲା, ରୁମାଲରେ ଆଖି ପୋଛିଲା। ରୁମାଲକୁ ଚାହିଁ ଦେଖିଲା, ସେଥିରେ ଛେପ ଲାଗିନାହିଁ। ତଥାପି ସେଇ ବୃଦ୍ଧ ଆଖି ଆଗରେ, ବୃଦ୍ଧ ବାସ୍ତବିକ ବୃଦ୍ଧ, କେବଳ ହାଡ଼ ଉପରେ ଚମ ଛାଉଣି ହୋଇଛି। ବିରାଟ ବପୁର କଙ୍କାଳ ସେ। ସେ କାନ୍ଦୁ ନାହିଁ, ସେ ହସୁ ନାହିଁ। ଉଲଗ୍ନ ବେଶରେ ଲୁଗାର ପ୍ରତି ସୂତା ଦେହରେ ସେ ଜଡ଼ିତ ହୋଇ ରହିଛି। ଉତ୍କଳମଣିଙ୍କର ଏହି କି ସେହି ଦରିଦ୍ର? ଏହାରି ସେବା ପାଇଁ ଛିଣ୍ଡା ଲୁଗା? ଗୋପାଳ ମୁହଁ ପୋଛି ଠିଆ ହେଲା। ଦୁଆର ମୁହଁରେ ଶବ୍ଦ ହେଲା, ଦିଅ ଲୁଗା, ଦିଅ ଲୁଗା ଦିଅ। ସ୍ୱେଚ୍ଛାସେବକଙ୍କ ମୁହଁକୁ ଚାହିଁ ଗୋପାଳ ପ୍ରଥମେ କିଛି କହିପାରିଲା ନାହିଁ। ଜଣେ କହିଲା ସେଟା ଦିଅ, ଜଣେ କହିଲା ଏଟା ଦିଅ। ଗୋପାଳ ମନା କଲା ନାହିଁ। ହାତରେ ଭିଡ଼ି ଆଣି ବଢ଼ାଇ ଦେଲା। ସତେ ଯେପରି ସେହି ସ୍ୱେଚ୍ଛାସେବକଙ୍କ ଭିତରେ ସେହି ବୃଦ୍ଧଙ୍କୁ ସେ ଦେଖିପାରିଲା। ଖଣ୍ଡକୁ ଖଣ୍ଡ ଲୁଗା କାମିଜ ଦେଉ ଦେଉ ପଚାରି ପକାଇଲା, କ'ଣ ବୁଢ଼ା ପାଇଁ? ସମସ୍ତେ ହସି ଉଠି କହିଲେ, ନା, ପିଲା, ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ ସମସ୍ତଙ୍କ ପାଇଁ। ଗୋପାଳ ମୁହଁ ପୋତି ପୁଣି ମୁହଁ ପୋଛିଲା। ଏହି ଘଟଣାର ମାସକ ପରେ ଗୋପାଳ ଯେତେବେଳେ ଆଖି ଛଳଛଳ କରି ଆଣ୍ଠୁଡିଆଁ ଲୁଗା ଖଣ୍ଡିଏ ପିନ୍ଧି ମାଧପୁର କେନ୍ଦ୍ରର ସେହି ଅର୍ଗୁଳି ପାଖେ ଠିଆ ହୋଇ ଚାଉଳ ଦେଉଥିଲା, ଶିଆଳି ଗାଁର ବୃଦ୍ଧ ଶାନ୍ତରା ବାଡ଼ି ଭରା ଦେଇ ଗୋପାଳର ହାତ ଧରି କହି ପକାଇଲେ, ବାବୁ, ଉତ୍କଳମଣିଙ୍କ ସାଥିରେ ତୁ ଏବେ ଗାଁକୁ ଫେରିଆସିଲୁ? ଗୋପାଳର ମୁହଁ ହସରେ ଫାଟିଗଲା। କହିଲା, ହଁ, ଫେରିଆସିଲି ତମରି ଯୋଗୁଁ। ତମର ଛେପ ମୋ ଆଖିରେ ଲୁହ ପାଲଟିଗଲା। ଏବେ ବୁଝୁଛି, ସେହି ଛେପ ଦରିଦ୍ର ପ୍ରାଣର ପ୍ରତିବାଦ।